12 ରହିଛି 1963 ପ୍ରକାଶିତ ପଣ୍ଡିତ ସୂର୍ଯ୍ୟନାରାୟଣ ଦାସଙ୍କ ଦ୍ୱାରା ରଚିତ ଓଡ଼ିଆ ସାହିତ୍ୟର ଇତିହାସ ପ୍ରଥମ ଭାଗର ସ୍ଥାନିତ ଦ୍ୱିତୀୟ ପରିଚ୍ଛେଦରେ ଓଡ଼ିଆ ସାହିତ୍ୟର କାଳ ବିଭାଗ ଶୀର୍ଷକରେ ସେ ଓଡ଼ିଆ ସାହିତ୍ୟକୁ 3 ଗୋଟି ଆଧାରଭିତ୍ତିକ ବିଭାଗୀକରଣ କରିଛନ୍ତି ଏହିପରି: 1ରେ ପ୍ରତିନିଧି ସ୍ଥାନୀୟ ଲେଖକମାନଙ୍କର ନାମାନୁସାରେ, 2ରେ ସାହିତ୍ୟିକ ପ୍ରବୃତ୍ତି ଆଧାରରେ, 3ରେ ରାଜନୈତିକ ଇତିହାସର ପୃଷ୍ଠଭୂମି ଭିତ୍ତିରେ। କରେ ପ୍ରତିନିଧି ସ୍ଥାନୀୟ ଲେଖକମାନଙ୍କ ନାମାନୁସାରେ 4 ଭାଗରେ ବିଭକ୍ତ, ଯାହାକି ସାରଳା ଦାସ ଯୁଗ, 2ରେ ପଞ୍ଚସଖା ଯୁଗ, 3ରେ ଉପେନ୍ଦ୍ର ଯୁଗ, 4ରେ ଆଧୁନିକ ଯୁଗ। ସାରଳା ଦାସ ଯୁଗ ସାରଳା ପୂର୍ବେ ଯୁଗ ସହିତ ଖ୍ରୀଷ୍ଟାବ୍ଦ 11ଶହ ଶତାବ୍ଦୀର ପ୍ରଥମାର୍ଦ୍ଧରୁ ଠାରୁ 16ଶହ ଶତାବ୍ଦୀର ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ। ପଞ୍ଚସଖା ଯୁଗ ହେଉଛି 16ଶହ ଶତାବ୍ଦୀର ପ୍ରଥମାର୍ଦ୍ଧରୁ 18ଶହ ଶତାବ୍ଦୀ ପର୍ଯ୍ୟନ୍ତ। ଉପେନ୍ଦ୍ର ଯୁଗ ହେଉଛି 18ଶହ ଶତାବ୍ଦୀ ଆରମ୍ଭରୁ 19ଶହ ଶତାବ୍ଦୀ ଦ୍ୱିତୀୟାର୍ଦ୍ଧ ପର୍ଯ୍ୟନ୍ତ। ଆଧୁନିକ ଯୁଗ ହେଉଛି 19ଶହ ଶତାବ୍ଦୀରୁ ଶେଷାର୍ଦ୍ଧରୁ 19ଶହ ଶତାବ୍ଦୀର ଶେଷାର୍ଦ୍ଧରୁ। ଖରେ ସାହିତ୍ୟିକ ପ୍ରବୃତ୍ତି ଅନୁସାରେ, ତ ସାହିତ୍ୟିକ ପ୍ରବୃତ୍ତି ଅନୁସାରେ 3ଟି ଭାଗରେ ବିଭକ୍ତ କରାଯାଇଛି, ଯଥା ଆଦି ଯୁଗ, ମଧ୍ୟଯୁଗ, ଆଧୁନିକ କାଳ। ଆଦି ଯୁଗ ବା ଇତିବୃତ୍ତ ଯୁଗ 11ଶହ ଶତାବ୍ଦୀର ପ୍ରଥମାର୍ଦ୍ଧ ଠାରୁ 16ଶହ ଶତାବ୍ଦୀର ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ। ମଧ୍ୟଯୁଗ ହେଉଛି 16ଶହ ଶତାବ୍ଦୀର ପ୍ରଥମାର୍ଦ୍ଧ ଠାରୁ 19ଶହ ଶତାବ୍ଦୀର ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ। ଆଧୁନିକ କାଳ ତାର ଅନ୍ୟ ନାମ ହେଉଛି ସ୍ୱାତନ୍ତ୍ର୍ୟ କାଳ। ତ ଏହାର ହେଉଛି 19ଶହ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ ଠାରୁ ଆରମ୍ଭ। ତ ମଧ୍ୟଯୁଗଟି ତିନୋଟି ଭାଗରେ ବିଭକ୍ତ କରାଯାଇଛି, ଯାହାକି ଭକ୍ତି ଯୁଗ, ଉତ୍ତର ମଧ୍ୟକାଳ, ଗୀତି ଯୁଗ। ତ ଭକ୍ତି ଯୁଗ ହେଉଛି ଅନ୍ୟ ନାମ ହେଉଛି ଧାର୍ମିକ ଯୁଗ। ପଞ୍ଚସଖା ଯୁଗ ପୂର୍ବ 16ଶହ ଶତାବ୍ଦୀର ପ୍ରଥମାର୍ଦ୍ଧରୁ 18ଶହ ଶତାବ୍ଦୀ ପର୍ଯ୍ୟନ୍ତ। ଉତ୍ତର ମଧ୍ୟକାଳ ଅନ୍ୟ ନାମ ହେଉଛି ରୀତିକାଳ। ତ ଏହା ହେଉଛି ଉପେନ୍ଦ୍ର ଭଞ୍ଜଙ୍କ ଯୁଗ, ଖ୍ରୀଷ୍ଟ 18ଶହ ଶତାବ୍ଦୀ ଠାରୁ 19ଶହ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ ପର୍ଯ୍ୟନ୍ତ। ଗୀତି ଯୁଗ ହେଉଛି ସଙ୍ଗୀତ ଯୁଗ। ଗରେ ରାଜନୈତିକ ଇତିହାସ ପୃଷ୍ଠଭୂମି ଭିତ୍ତିରେ, ତ ଏହା 5 ଭାଗରେ ବିଭକ୍ତ କରାଯାଇଛି, ଯାହାକି ଗଙ୍ଗବଂଶ ଯୁଗ, ସୂର୍ଯ୍ୟବଂଶ ଯୁଗ, ମଙ୍ଗଲ ଯୁଗ, ମହହଟ୍ଟା ଯୁଗ, ବ୍ରିଟିଶ ଯୁଗ। ତ ଗଙ୍ଗବଂଶ ଯୁଗ ଖ୍ରୀଷ୍ଟାବ୍ଦ 1042 ଠାରୁ 1435 ଆଦି ଯୁଗ। ସୂର୍ଯ୍ୟବଂଶ ଯୁଗ ହେଉଛି ଖ୍ରୀଷ୍ଟାବ୍ଦ 1435ରୁ ଖ୍ରୀଷ୍ଟାବ୍ଦ 1568 ସାରଳା ପଞ୍ଚସଖା କବିଙ୍କ ଯୁଗ। ମଙ୍ଗଲ ଯୁଗ ହେଉଛି ଖ୍ରୀଷ୍ଟା 1568ରୁ 1751। ମହହଟ୍ଟା ଯୁଗ ହେଉଛି ଖ୍ରୀଷ୍ଟାବ୍ଦ 1551ରୁ 1803। ବ୍ରିଟିଶ ଯୁଗ ହେଉଛି ଖ୍ରୀଷ୍ଟାବ୍ଦ 1803 ଠାରୁ ଆରମ୍ଭ ସ୍ୱତନ୍ତ୍ରୀୟ ଯୁଗ। 1963 ଖ୍ରୀଷ୍ଟାବ୍ଦରେ ଡକ୍ଟର ମାୟାଧର ମାନସିଂହ କେନ୍ଦ୍ର ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ପ୍ରକାଶିତ ହିଷ୍ଟ୍ରି ଅଫ୍ ଓଡ଼ିଆ ଲିଟରେଚର ଗ୍ରନ୍ଥରେ ଯୁଗ ବିଭାଜନ ଏପରି କରିଛନ୍ତି, ଯଥା 1ରେ ସମ୍ ବୁଦ୍ଧିଷ୍ଟ ପୋଏମ୍ ଇନ୍ ଆଫାବ୍ରମାସ ଲିଟରେଚର, 2ରେ ୟାର୍ଲି ପୋଏଟ୍ରି ଏଣ୍ଡ ପ୍ରୋଜ ଇନ୍ ମଡର୍ନ ଓଡ଼ିଆ, 3ରେ ଓଡ଼ିଆ ମହାଭାରତ ଏଣ୍ଡ ଇଟ୍ସ ଶୂଦ୍ର ପୋଏଟ୍, 4ରେ ପୋଏଟ୍ ସାରଳା ପିରିୟଡ଼ ଏ ପିରିୟଡ଼ ଅଫ୍ ଏକ୍ସପେରିମେଣ୍ଟ, 5ରେ ଦ ଏଜ୍ ଅଫ୍ ରିଲିଜିୟସ୍ ଫର୍ମେଟ୍ ଦ ଫାଇଭ କମ୍ରେଡ୍ସ, 6ରେ ଦ ଏଜ୍ ଅଫ୍ ପାରାନାସ୍ ଏଣ୍ଡ ଅର୍ନେଟ୍ ପୋଏଟ୍ରି, 7ରେ ମଡର୍ନ ପିରିୟଡ଼। ଏହି ଗ୍ରନ୍ଥରେ ସେ ନିର୍ଦ୍ଦିଷ୍ଟ ଭାବରେ କୌଣସି ଯୁଗ ବିଭାଗ ନ କରି ଏହି ବିଭାଗ କ୍ରମରେ ଆଲୋଚନା କରିଛନ୍ତି। ସେ ଏଥିରେ କେବଳ ସାହିତ୍ୟିକ ଏବଂ ତାଙ୍କର କୃତିଗୁଡ଼ିକୁ ବିଷୟରେ ଆଲୋକପାତ ନ କରି କେବଳ ପ୍ରତ୍ୟେକ ଯୁଗର ରାଜନୈତିକ ଓ ସାଂସ୍କୃତିକ ପ୍ରବୃତ୍ତିର ବିଶ୍ଳେଷଣ କରିବା ସଙ୍ଗେ ସଙ୍ଗେ ସାହିତ୍ୟର ଯଥାର୍ଥ ଅଭିମୁଖ୍ୟ ସମ୍ପର୍କରେ ଦିଗଦର୍ଶନ ଦେଇଛନ୍ତି। 14 1960ରେ ରାଷ୍ଟ୍ରଭାଷା ପ୍ରଚାର ସମିତିର ରଜତ ଜୟନ୍ତୀ ଉପଲକ୍ଷେ ପ୍ରକାଶିତ ଏକ ଗ୍ରନ୍ଥରେ ଓଡ଼ିଆ ସାହିତ୍ୟର ବିକାଶ କ୍ରମ ଶୀର୍ଷକ ପ୍ରବନ୍ଧରେ 4 ଜଣ ବିଶିଷ୍ଟ ଲେଖକ ଅଧ୍ୟାପକ ବଂଶୀଧର ମହାନ୍ତି, ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି, ସ୍ୱର୍ଗତ ବିଚ୍ଛୋଦ ଚରଣ ପଟ୍ଟନାୟକ ଓ ଡାକ୍ତର ନଟବର ସାମନ୍ତରାୟ ପ୍ରମୁଖ ଯଥାକ୍ରମେ ପ୍ରାଚୀନ ପୂର୍ବ ମଧ୍ୟକାଳ, ଉତ୍ତର ମଧ୍ୟକାଳ,
ଆଧୁନିକାଳ ସମ୍ପର୍କରେ ଓଡ଼ିଆ ସାହିତ୍ୟର ଏକ ପାଣ୍ଡିତ୍ୟପୂର୍ଣ୍ଣ ଓ ବିଶ୍ଳେଷଣାତ୍ମକ ଇତିହାସ ଲେଖିଛନ୍ତି। ଏଥିରେ ହିନ୍ଦୀ ସାହିତ୍ୟର ପ୍ରଖ୍ୟାତ ଐତିହାସିକ ପଣ୍ଡିତ ରାମଚନ୍ଦ୍ର ଶୁକ୍ଳଙ୍କ କାଳ ବିଭାଜନ ସେମାନେ ପ୍ରଣାଳୀକୁ ଅବିକଳ ଭାବରେ ଗ୍ରହଣ କରିଛନ୍ତି। 15 ବିଶିଷ୍ଟ ସମାଲୋଚକ ସୁରେନ୍ଦ୍ର ମହାନ୍ତି ଓଡ଼ିଆ ସାହିତ୍ୟର ଇତିହାସକୁ 3 ମୁଖ୍ୟ ଭାଗରେ ବିଭକ୍ତ କରିଛନ୍ତି, ଯଥା 1ରେ ଆଦି ପର୍ବ ପ୍ରାଥମିକ ଉନ୍ମେଷ ରୂପେ ବୈଧ ଚର୍ଯ୍ୟପଦଠାରୁ ସାରଳାଙ୍କ ମହାକାବ୍ୟ ମହାଭାରତ ପର୍ଯ୍ୟନ୍ତ। 2ରେ ମଧ୍ୟ ପର୍ବ ଓ ଉତ୍ତର ମଧ୍ୟ ପର୍ବ ସାରଳାଙ୍କ ପରଠାରୁ ଊନବିଂଶ ଶତାବ୍ଦୀର ଆରମ୍ଭ ପର୍ଯ୍ୟନ୍ତ। 3ରେ ଆଧୁନିକ ପର୍ବ ରାଧାନାଥ ଫକୀରମୋହନଙ୍କ ଠାରୁ ସମସାମୟିକ କାଳ ପର୍ଯ୍ୟନ୍ତ। ତାଙ୍କ ମତରେ ସାହିତ୍ୟ ଏକ ଓ ଅବିଚ୍ଛିନ୍ନ, ଏହା ମାନବ ପ୍ରାଣର ଏକ ଅବାଧିତ ପ୍ରକାଶ କରୁଥିବାରୁ ଏହା ସର୍ବଜନୀନ। ବିଭିନ୍ନ ଭାଷାରେ ଏହାର ପିଣ୍ଡ ଗଠିତ ହୋଇଥିଲେ ହେଁ ଏହାର ପ୍ରାଣ କିନ୍ତୁ ଏକ। ତେଣୁ ଓଡ଼ିଆ ସାହିତ୍ୟକୁ ତାହାର ପୂର୍ବ ଭାରତୀୟ ପୃଷ୍ଠଭୂମିରୁ ବିଚ୍ଛିନ୍ନ ନ କରି ବଙ୍ଗଳା, ଅସମିଆ ଓ ମୈଥିଳୀ ପ୍ରଭୃତି ଅନ୍ୟ ପୂର୍ବ ଭାରତୀୟ ସାହିତ୍ୟମାନଙ୍କ ସହିତ ମୁଁ ଏକ ତୁଳନାତ୍ମକ ଆଲୋଚନା କରିଛି। 6 ଦାସ ସୂର୍ଯ୍ୟନାରାୟଣ ଓଡ଼ିଆ ସାହିତ୍ୟର ଇତିହାସ। 16ରେ ଡକ୍ଟର ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ ତାଙ୍କର ଓଡ଼ିଆ ସାହିତ୍ୟ ଇତିହାସର ପ୍ରଥମ ଭାଗ ଓ ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ ଗ୍ରନ୍ଥଗୁଡ଼ିକରେ ଓଡ଼ିଆ ସାହିତ୍ୟର ଇତିହାସକୁ 5 ଭାଗରେ ବିଭକ୍ତ କରିଛନ୍ତି। ଏହିପରି 1ରେ ଆଦିଯୁଗ ଖ୍ରୀଷ୍ଟାବ୍ଦ 9ମ ଶତାବ୍ଦୀ ଠାରୁ 14ଶ ଶତାବ୍ଦୀ, ଯାହାକି ଅଛି ଲିଖିତ ମୌଖିକ ଅଭିଲେଖ। 2ରେ ସାରଳା ଯୁଗ ଖ୍ରୀଷ୍ଟାବ୍ଦ 15ଶ ଶତାବ୍ଦୀ। 3ରେ ପଞ୍ଚସଖା ଯୁଗ ଖ୍ରୀଷ୍ଟାବ୍ଦ 16ଶ ଶତାବ୍ଦୀ ଠାରୁ ଖ୍ରୀଷ୍ଟାବ୍ଦ 1650 ପର୍ଯ୍ୟନ୍ତ। ଖ୍ରୀଷ୍ଟାବ୍ଦରୁ ଖ୍ରୀଷ୍ଟାବ୍ଦ 1650 ପର୍ଯ୍ୟନ୍ତ। ଏହି ସାରଳା ଯୁଗ ଆଉ ପଞ୍ଚସଖା ଯୁଗଟି 3ଟି ଭାଗରେ ବିଭକ୍ତ, ଯାହାକି ପଞ୍ଚସଖା ପ୍ରଭାବିତ କବି, 2ରେ ଓଡ଼ିଆ ବ୍ରଜବୋଲି ପଦକର୍ତ୍ତା, 3ରେ ରୀତିଯୁଗୀୟ ଆଦି ବାର୍ତ୍ତାବହକ। ତେଣୁ ଏହି 4ରେ ରହିଛି ରୀତିଯୁଗ ଖ୍ରୀଷ୍ଟାବ୍ଦ 1650 ଠାରୁ ଖ୍ରୀଷ୍ଟାବ୍ଦ 1850 ପର୍ଯ୍ୟନ୍ତ। 5ରେ ଆଧୁନିକ ଯୁଗ ଖ୍ରୀଷ୍ଟାବ୍ଦ 1850ରୁ ଏପର୍ଯ୍ୟନ୍ତ। ରୀତିଯୁଗ ଆଉ ଆଧୁନିକ ଯୁଗ 5ଟି ଭାଗରେ ବିଭକ୍ତ କରାଯାଇଛି, ଯଥାକି ରାଧାନାଥ ଯୁଗ 1880ରୁ 1910, ସତ୍ୟବାଦୀ ଯୁଗ 1910ରୁ 1921, ସବୁଜ ଯୁଗ 1921ରୁ 35, ପ୍ରଗତି ଯୁଗ 1936ରୁ 46, ଅତ୍ୟାଧୁନିକ ଯୁଗ 1947 ଠାରୁ 17। ଓଡ଼ିଶାର ବିଶିଷ୍ଟ ଗବେଷକ ଡକ୍ଟର ବଂଶୀଧର ମହାନ୍ତିଙ୍କ ରଚିତ ଓଡ଼ିଆ ସାହିତ୍ୟର ଇତିହାସରେ ଓଡ଼ିଆ ସାହିତ୍ୟର ଯୁଗ ବିଭାଜନ ସମ୍ପର୍କରେ କୌଣସି ଆଲୋଚନା କରାଯାଇ ନାହିଁ। କେବଳ ପ୍ରଥମ ଭାଗରେ ଭୂମିକାରେ ତାଙ୍କର ପରିକଳ୍ପିତ ଯୋଜନାରୁ ରୂପରେଖ ସମ୍ବନ୍ଧରେ ସୂଚନା ଦିଆଯାଇଛି। ଏହି ଯୋଜନା ଅନୁସାରେ 1ରେ ପ୍ରାକ୍ ସାରଳା ସାହିତ୍ୟ ପ୍ରଥମ ଭାଗ, 2ରେ ସାରଳା ଯୁଗ, 3ରେ ପଞ୍ଚସଖା ଯୁଗ, 4ରେ କାବ୍ୟ ଯୁଗ, 5ରେ ଆଧୁନିକ ଯୁଗ। ଇତିମଧ୍ୟରେ ତାଙ୍କର ଓଡ଼ିଆ ସାହିତ୍ୟର ଇତିହାସରେ 2 ଓ ତୃତୀୟ ଭାଗ 2 ଭାଗରେ ପ୍ରକାଶ ପାଇଛି। 18 ଅଧ୍ୟାପକ ପଠାଣି ପଟ୍ଟନାୟକ ତାଙ୍କର ଓଡ଼ିଆ ସାହିତ୍ୟର ଇତିହାସ ଗ୍ରନ୍ଥରେ ଓଡ଼ିଆ ସାହିତ୍ୟର ଯୁଗ ବିଭାଜନ ଏହି ରୀତିରେ କରିଛନ୍ତି, ଯଥା 1ରେ ପ୍ରାକ୍ ସାରଳା ସାହିତ୍ୟ, 2ରେ ନବ ଅନେଶ୍ୱର ଧାରା ଓ ସାରଳା ସାହିତ୍ୟ, 3ରେ ପଞ୍ଚସଖା ସାହିତ୍ୟ, 4ରେ ରୀତି ସାହିତ୍ୟ, 5ରେ ଆଧୁନିକ ସାହିତ୍ୟ ରାଧାନାଥ ଯୁଗ, ସତ୍ୟବାଦୀ ଆନ୍ଦୋଳନ, ସବୁଜ ଆନ୍ଦୋଳନ, ଆଧୁନିକ ଆନ୍ଦୋଳନ, ଅତ୍ୟାଧୁନିକ ଆନ୍ଦୋଳନ। 19 ପ୍ରାବନ୍ଧିକ ଚିତ୍ତରଞ୍ଜନ ଦାସ ଓଡ଼ିଆ ସାହିତ୍ୟ ଇତିହାସ ଗ୍ରନ୍ଥରେ ନିମ୍ନମତେ ଯୁଗ ବିଭାଜନ କରିଛନ୍ତି ଏହିପରି: 1ରେ ଲିଖିତ ସାହିତ୍ୟର ଆଦିକାଳ, 2ରେ ଆଦି ସାହିତ୍ୟ ଓ ଆଦିକବି ସାରଳା ଦାସ, 3ରେ ଓଡ଼ିଶାର ପଞ୍ଚସଖା, 4ରେ ସାହିତ୍ୟର ରୀତିଯୁଗ, 5ରେ ଆଧୁନିକ ସାହିତ୍ୟର ପ୍ରଥମ 100 ବର୍ଷ 1850ରୁ 1950। 20 ପ୍ରଫେସର ଡକ୍ଟର ବାଉରୀ ବନ୍ଧୁକର ତାଙ୍କର ଓଡ଼ିଆ ସାହିତ୍ୟର ଇତିହାସ 1919ରେ ଓଡ଼ିଆ ସାହିତ୍ୟର ବିକାଶଧାରାକୁ ନିମ୍ନୋକ୍ତ ପର୍ଯ୍ୟାୟରେ ବିଭାଗୀକରଣ କରିଛନ୍ତି ଏହିପରି: 1ରେ ଓଡ଼ିଆ ସାହିତ୍ୟର ଆଦିରୂପ ବୈଦଗାନ ଓ ଦୋହା, 2ରେ ଓଡ଼ିଆ ନାଟ ସାହିତ୍ୟ, 3ରେ ପ୍ରାଚୀନ ଓଡ଼ିଆ ଗଦ୍ୟ ସାହିତ୍ୟ, 4ରେ ପୁରାଣ ସାହିତ୍ୟର ଯୁଗ, 5ରେ ତତ୍ତ୍ୱମୂଳକ ଗ୍ରନ୍ଥ ସାହିତ୍ୟ, 6ରେ ରୀତିକାବ୍ୟର ଯୁଗ, 7ରେ ଆଧୁନିକ ଯୁଗ। 21 ଓଡ଼ିଶାର ଖ୍ୟାତନାମା ସମାଲୋଚକ ଡକ୍ଟର ବୈଷ୍ଣବ ଚରଣ ସାମଲ ତାଙ୍କର ଓଡ଼ିଆ ସାହିତ୍ୟର ଇତିହାସ ପ୍ରାଚୀନ ଯୁଗ ଆଦି ପର୍ବ 1994ରେ ନିଜ ମତ ଦେବାକୁ ଯାଇ କହିଛନ୍ତି, ସାହିତ୍ୟ ଇତିହାସ ରଚନା ସହଜ କଥା ନୁହେଁ, ଆୟାସସାଧ୍ୟ।
ସନ ତାରିଖ ଦେଇ କବି ଓ ଲେଖକମାନଙ୍କର ପରିଚୟ କେବଳ ଦେଇଦେଲେ ତାହା ମଧ୍ୟ ଠିକ୍ ଇତିହାସ ହୁଏ ନାହିଁ। ଇତିହାସ ତଥ୍ୟଭିତ୍ତିକ ସାହିତ୍ୟର ଇତିହାସ ତଥ୍ୟଭିତ୍ତିକ ହେଲେ ଭାବକୁ ଛାଡ଼େ ନାହିଁ। ଏହି ଭାବ ଗୋଟାଏ ଜାତିର ଅନ୍ତରାତ୍ମାର ଭାବ, ତେଣୁ ସେହି ଜାତିର ଅନ୍ତରନୁସନ୍ଧାନ କରାଯାଏ। ସାହିତ୍ୟର ଇତିହାସରେ ଏହା ଯଦି ଠିକ୍ ନ ହୋଇପାରିଲା ତେବେ ସେହି ଇତିହାସ ହୋଇଯାଏ ଶ୍ଳୋକ ଓ ନିରସ। ଉପରୋକ୍ତ ଦୃଷ୍ଟିକୋଣରୁ ବିଚାରକୁ ନେଇ ଡକ୍ଟର ସାମଲ ଓଡ଼ିଆ ସାହିତ୍ୟର ଇତିହାସର ଯୁଗ ବିଭାଜନ ରୀତିନିମନ୍ତ ପ୍ରକାର କରିଛନ୍ତି, ଯଥା ଓଡ଼ିଆ ସାହିତ୍ୟର ଇତିହାସ ଯୁଗ ବିଭାଜନ। 1ରେ ପ୍ରାଚୀନ ଯୁଗ 9ମ ଶତାବ୍ଦୀରୁ 16ଶ ଶତାବ୍ଦୀ ପ୍ରଥମାର୍ଦ୍ଧ। 2ରେ ମଧ୍ୟଯୁଗ 16ଶ ଶତାବ୍ଦୀରୁ ଦ୍ୱିତୀୟାର୍ଦ୍ଧରୁ ଊନବିଂଶ ଶତାବ୍ଦୀର ମଧ୍ୟଯୁଗ ପର୍ଯ୍ୟନ୍ତ। 3ରେ ଆଧୁନିକ ଯୁଗ 19ଶ ଶତାବ୍ଦୀର ମଧ୍ୟଭାଗ ପରବର୍ତ୍ତୀ ସମୟରୁ ସାମ୍ପ୍ରତିକ କାଳ ପର୍ଯ୍ୟନ୍ତ। ପ୍ରାଚୀନ ଯୁଗକୁ 3ଟି ଭାଗରେ ବିଭକ୍ତ, ଯାହାକି 1ରେ ପ୍ରାକ୍ ସାରଳା ସାହିତ୍ୟ, 2ରେ ସାରଳା ସାହିତ୍ୟ, 3ରେ ପଞ୍ଚସଖା ସାହିତ୍ୟ। ମଧ୍ୟଯୁଗକୁ ମଧ୍ୟ 3ଟି ଭାଗରେ ବିଭକ୍ତ, ଯାହାକି ପ୍ରାକ୍ ରୀତିଯୁଗ, 2ରେ ରୀତିଯୁଗ, 3ରେ ସଙ୍ଗୀତ ଯୁଗ। ଆଧୁନିକ ଯୁଗ ମଧ୍ୟ 3ଗୋଟି ଭାବରେ ନାମକରଣ କରାଯାଇଛି, ଯାହାକି 1ରେ ଉନ୍ମେଷ ଉତ୍ତରଣ ଓ ପାଶ୍ଚାତ୍ୟ ସଂକ୍ରମଣ ପର୍ବ ରାଧାନାଥ ଯୁଗ, 2ରେ ଜାତୀୟତାବାଦୀ ପୂର୍ବ ସତ୍ୟବାଦୀ ଯୁଗ, 3ରେ ରୋମାଣ୍ଟିକ ଚେତନାର ନବ ଅଭିଷେକ ବା ସବୁଜ ଯୁଗ। ତ ଏହି ସବୁ ମଧ୍ୟ ଆଧୁନିକ ଯୁଗକୁ 5 ଭାଗରେ ବିଭକ୍ତ କରାଯାଇଛି, ଯାହାକି 4ରେ ରହିଛି ପ୍ରଗତି ପର୍ବ, ସମାଜ ଅନେଶା ପର୍ବ, 5ରେ ସ୍ୱାଧୀନୋତ୍ତର ପର୍ବ, ଆତ୍ମ ଅନେଶା ପର୍ବ, ସାମ୍ପ୍ରତିକ ପର୍ବ, ଚଳନ୍ତି ପର୍ବ ମଧ୍ୟ। ଆଲୋଚନାରେ ଅନ୍ତିମ ଚରଣରେ ଡକ୍ଟର ସାମଲଙ୍କ ଅଭିମତ ବେଶ ସ୍ୱାଗତ ଯୋଗ୍ୟ। ତାଙ୍କ ଭାଷାରେ ରାଜବଂଶ, କବି ବିଶେଷ ବା ପ୍ରଶାସନ ବିଚାରକୁ ନେଇ ଯୁଗ ବିଭାଗ ନ କରି ଯୁଗୀୟ ପ୍ରବୃତ୍ତି ଓ ସାହିତ୍ୟ ଚିତ୍ତବୃତ୍ତିକୁ ନେଇ ଯୁଗୀୟ ନାମକରଣ କରିବା ଅଧିକ ସମାଚୀନ। ଉପରୋକ୍ତ ବିଭାଜନ ପ୍ରକ୍ରିୟା ବେଶ ଅବୈଦିକ ତଥା ଗବେଷଣାଧର୍ମୀ ହୋଇଛି। 22ରେ ଡକ୍ଟର ଯତୀନ୍ଦ୍ର ମୋହନ ମହାନ୍ତିଙ୍କ ଦ୍ୱାରା ଲିଖିତ ହିଷ୍ଟ୍ରି ଅଫ୍ ଓଡ଼ିଆ ଲିଟରେଚର ଗ୍ରନ୍ଥରେ ଏହିପରି ଭାବେ ଯୁଗ ବିଭାଜନ କରାଯାଇଛି, ଯଥା 1ରେ ଏନସିଏଣ୍ଟ ଆଣ୍ଡ ମେଡିଏଭାଲ, 2ରେ ମଡର୍ଣ୍ଣ। ତ ଏହିଗୁଡ଼ିକୁ 3ଟି ଭାଗରେ ବିଭକ୍ତ କରାଯାଇଛି, ଯଥା କି ଫାସ୍ 1, ଫାସ୍ 2, ପୋଷ୍ଟ ଇଣ୍ଡିପେଣ୍ଡେନ୍ସ ଲିଟରେଚର। 23 ନମ୍ବର ଡକ୍ଟର ସୁରେନ୍ଦ୍ର କୁମାର ମହାରଣାଙ୍କ ଦ୍ୱାରା ଲିଖିତ ଓଡ଼ିଆ ସାହିତ୍ୟର ଇତିହାସ 2001 ଗ୍ରନ୍ଥରେ ଯୁଗ ବିଭାଜନ ଏପରି କରାଯାଇଛି, ଯଥା 1ରେ ପ୍ରାରମ୍ଭିକ ଯୁଗ ବା ପ୍ରାକ୍ ସାରଳା ଯୁଗ ଖ୍ରୀଷ୍ଟାବ୍ଦ 8ମ 9ମ ଶତାବ୍ଦୀ ଠାରୁ 14ଶ ଶତାବ୍ଦୀ ଶେଷ ପର୍ଯ୍ୟନ୍ତ 801ରୁ 1400 ଖ୍ରୀଷ୍ଟାବ୍ଦ। 2ରେ ସାରଳା ଯୁଗ ଖ୍ରୀଷ୍ଟାବ୍ଦ 15ଶ ଶତାବ୍ଦୀ 1401ରୁ 1500 ଖ୍ରୀଷ୍ଟାବ୍ଦ। 3ରେ ଆଦି ମଧ୍ୟଯୁଗ ବା ପଞ୍ଚସଖା ଯୁଗ ଖ୍ରୀଷ୍ଟାବ୍ଦ 16ଶ ଶତାବ୍ଦୀ ଆରମ୍ଭରୁ 17ଶ ଶତାବ୍ଦୀ ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ 1501ରୁ 1650 ଖ୍ରୀଷ୍ଟାବ୍ଦ। ତ ଏଗୁଡ଼ିକୁ 2 ଭାଗରେ ବିଭକ୍ତ ବୋଲି ଜଣାପଡ଼ିଛି, ଯଥା ପଞ୍ଚସଖା ଯୁଗ ଗୋଟେ, ପଞ୍ଚସଖତର ଯୁଗ। ପଞ୍ଚସଖା ଯୁଗ ହେଉଛି 1500ରୁ 1570 ଭିତରେ, ପଞ୍ଚସଖତର ଯୁଗ ହେଉଛି 1570ରୁ 50 ଖ୍ରୀଷ୍ଟାବ୍ଦ ଭିତରେ। 4 ଉତ୍ତର ମଧ୍ୟଯୁଗ ରୀତିଯୁଗ ଭଞ୍ଜ ଯୁଗ ଖ୍ରୀଷ୍ଟାବ୍ଦ 17ଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ ଠାରୁ 19ଶ ଶତାବ୍ଦୀର ଅଷ୍ଟଦଶକ ପର୍ଯ୍ୟନ୍ତ 1651ରୁ 1880। 5ରେ ଆଧୁନିକ ଯୁଗ 1880 ଖ୍ରୀଷ୍ଟାବ୍ଦରୁ ସାମ୍ପ୍ରତିକ କାଳ ପର୍ଯ୍ୟନ୍ତ। ଆଧୁନିକ ଯୁଗକୁ 2ଟି ଭାଗରେ ବିଭକ୍ତ ବୋଲି ଜଣାପଡ଼ିଛି, ଯଥାକି ପ୍ରାକ୍ ସ୍ୱାଧୀନତା ସାହିତ୍ୟ, ଦ୍ୱିତୀୟରେ ହେଉଛି ସ୍ୱାଧୀନୋତ୍ତର ସାହିତ୍ୟ ବା ସାମ୍ପ୍ରତିକ ସାହିତ୍ୟ। ତ ପ୍ରାକ୍ ସ୍ୱାଧୀନତା ସାହିତ୍ୟ 1880ରୁ 1947 ଖ୍ରୀଷ୍ଟାବ୍ଦ ମଧ୍ୟରେ ରହିଛି। ସ୍ୱାଧୀନୋତ୍ତର ସାହିତ୍ୟ ସାମ୍ପ୍ରତିକ ସାହିତ୍ୟ 1947ରୁ ସାମ୍ପ୍ରତିକ କାଳ ପର୍ଯ୍ୟନ୍ତ। ତ ପ୍ରାକ୍ ସ୍ୱାଧୀନତା ସାହିତ୍ୟ ହେଉଛି 4 ଭାଗରେ ବିଭକ୍ତ ବୋଲି ଜଣାପଡ଼ିଛି। 1ରେ ନବଚେତନାର ସାହିତ୍ୟ, 2ରେ ସତ୍ୟବାଦୀ ସାହିତ୍ୟ, 3ରେ ସବୁଜ ସାହିତ୍ୟ, 4ରେ ପ୍ରଗତିବାଦୀ ସାହିତ୍ୟ। 1880ରୁ 1910 ଖ୍ରୀଷ୍ଟାବ୍ଦ ହେଉଛି ନବଚେତନାର ସାହିତ୍ୟ। 1910ରୁ 1921 ଖ୍ରୀଷ୍ଟାବ୍ଦ ହେଉଛି ସତ୍ୟବାଦୀ ସାହିତ୍ୟ। 1921ରୁ 1935 ଖ୍ରୀଷ୍ଟାବ୍ଦ ହେଉଛି ସବୁଜ ସାହିତ୍ୟ। 1935ରୁ 1947 ଖ୍ରୀଷ୍ଟାବ୍ଦ ହେଉଛି ପ୍ରଗତିବାଦୀ ସାହିତ୍ୟ।
ଡକ୍ଟର ମହାରଣା ଆଲୋଚନା କ୍ରମରେ ସ୍ୱାଧୀନତା ପରବର୍ତ୍ତୀ ସାହିତ୍ୟକୁ ଅତ୍ୟାଧୁନିକ ସାହିତ୍ୟ ରୂପେ ନାମିତ କରିବାର ମତକୁ ଗ୍ରହଣ ନକରି ଏହାକୁ ସାମ୍ପ୍ରତିକ ସାହିତ୍ୟ ସ୍ୱାଧୀନୋତ୍ତର ସାହିତ୍ୟ ସ୍ୱାଧୀନତା ପରିବର୍ତ୍ତନ କାଳ ସାହିତ୍ୟ ଭାବରେ ଗ୍ରହଣ କରିବାକୁ ଅଧିକ ଉପଯୁକ୍ତି ବୋଲି ନିଜର ବିନମ୍ର ମତ ପ୍ରଦାନ କରିଛନ୍ତି। 7 ମହାନ୍ତି ସୁରେନ୍ଦ୍ର ଓଡ଼ିଆ ସାହିତ୍ୟର ଆଦିପର୍ବ ଭୂମିକା। 24 ଡକ୍ଟର ବେଣୁଧର ପାଢ଼ୀ ତାଙ୍କର ଓଡ଼ିଆ ସାହିତ୍ୟର ଇତିହାସ ଗ୍ରନ୍ଥକୁ ସମାଜର ଛାଞ୍ଚ ଏବଂ ବ୍ୟବସ୍ଥାର ଅନୁଶୀଳନ ଆଧାରରେ ସମାଲୋଚନା କରିଛନ୍ତି। ତାଙ୍କ ଭାଷାରେ ସାହିତ୍ୟର ଇତିହାସଟି ସମାଜର ଇତିହାସ ସହିତ ସମ୍ବନ୍ଧିତ ଓ ସହବନ୍ଧିତ ସମାଜର ଛାଞ୍ଚାରେ ସାହିତ୍ୟ ଗଢ଼ା ହୋଇଥିବାରୁ ସାହିତ୍ୟର ଜନ୍ମଜାତକ ଲିପିବଦ୍ଧ ହୋଇଥାଏ। ତତ୍କାଳୀନ ସମାଜର ଇତିହାସର ଛାଞ୍ଚ ହେଉଛି ମୂଳ, ମୂର୍ତ୍ତ ହେଉଛି ଫଳ। ସାହିତ୍ୟର ଯଥାର୍ଥ ଆକଳନ ଓ ମୂଲ୍ୟାୟନ ତେଣୁ ସମ୍ଭବ ହୋଇପାରିବ ସାମାଜିକ ପୃଷ୍ଠଭୂମିର ଐତିହାସିକ ଅନୁଶୀଳନ ଦ୍ୱାରା। 8 ସାମଲ ବୈଷ୍ଣବଚରଣ ଓଡ଼ିଆ ସାହିତ୍ୟର ଇତିହାସ। ଉପରୋକ୍ତ ଚେତନାର ଆଧାରରେ ଡକ୍ଟର ପାଢ଼ୀ ଆଲୋଚ୍ୟ ଓଡ଼ିଆ ସାହିତ୍ୟର ଇତିହାସର ରୂପଚିତ୍ରକୁ ନିମ୍ନୋକ୍ତ ଭଙ୍ଗୀରେ ରୂପାୟିତ କରିଛନ୍ତି। ଯଥା 1 ଆଦି ପ୍ରସ୍ଥ ଖ୍ରୀଷ୍ଟାବ୍ଦ 700 ଖ୍ରୀଷ୍ଟାବ୍ଦ 1400। ତ ଏହି ଆଦି ପ୍ରସ୍ଥଟି 3ଟି ଭାଗରେ ବିଭକ୍ତ ବୋଲି ଜଣାପଡ଼ିଛି, ଯାହାକି ବୈଧ ସାହିତ୍ୟ, ନାଥ ସାହିତ୍ୟ, ଶୈବ ସାହିତ୍ୟ। ବୈଧ ସାହିତ୍ୟ ହେଉଛି ଖ୍ରୀଷ୍ଟାବ୍ଦ 700 1000, ନାଥ ସାହିତ୍ୟ ହେଉଛି ଖ୍ରୀଷ୍ଟାବ୍ଦ 1000 1200, ଶୈବ ସାହିତ୍ୟ ହେଉଛି 1200 1400। 2 ରହିଛି ମଧ୍ୟପ୍ରସ୍ଥ। ମଧ୍ୟପ୍ରସ୍ଥ 2ଟି ଭାଗରେ ବିଭକ୍ତ, ଯାହାକି ପୁରାଣ ସାହିତ୍ୟ, କାବ୍ୟ ରୀତିଯୁଗ ସାହିତ୍ୟ। ତ ପୁରାଣ ସାହିତ୍ୟକୁ ପୁଣି 2 ଥର ଭାଗରେ ବିଭକ୍ତ କରାଯାଇଛି, ଯାହାକି ମହାକବି ସାରଳା ଦାସ ଖ୍ରୀଷ୍ଟାବ୍ଦ 1500, 2 ପଞ୍ଚସଖା ଓ ଗ୍ରନ୍ଥ ସାହିତ୍ୟ। ତ କାବ୍ୟ ବା ରୀତିଯୁଗ ସାହିତ୍ୟ ହେଉଛି 2 ଭାଗରେ ବିଭକ୍ତ, ଯାହାକି କାବ୍ୟ ଯୁଗର ଆଦି ପ୍ରତିଶ୍ରୁତି ଆଉ ଗୋଟେ ହେଉଛି କାବ୍ୟ ଯୁଗର ବିକାଶ ପର୍ବ। ତ କାବ୍ୟ ଯୁଗର ଆଦି ପ୍ରତିଶ୍ରୁତି ହେଉଛି 1650 1700 ଭିତରେ ରହିଛି। କାବ୍ୟ ଯୁଗର ବିକାଶ ପର୍ବ ହେଉଛି 1700 1880। ତ ପୁରାଣ ସାହିତ୍ୟର 2ଟି ଭାଗରେ ବିଭକ୍ତ, ଯାହାକି ମହାକବି ସାରଳା ଦାସ ପଞ୍ଚସଖା ଯୁଗ ଗ୍ରନ୍ଥ ସାହିତ୍ୟ। ତ ପଞ୍ଚସଖା ଓ ଗ୍ରନ୍ଥ ସାହିତ୍ୟ ହେଉଛି ଖ୍ରୀଷ୍ଟାବ୍ଦ 1500 1650 ଭିତରେ। ତ 3 ରହିଛି ଆଧୁନିକ ପ୍ରସ୍ଥ। ଆଧୁନିକ ପ୍ରସ୍ଥ 5ଟି ଭାଗରେ ବିଭକ୍ତ। 1 ଯୁଗ ସନ୍ଧିର କାଳ 1880 1920, 2 ଆଧୁନିକତାର ଆଦ୍ୟ ସୋପାନ, 3 ଆଧୁନିକତାର ଅନ୍ୟ ସୋପାନ, 4 ଆଧୁନିକତାର ବିକାଶ ପ୍ରସ୍ଥ, 5 ସ୍ୱାଧୀନତା ପରବର୍ତ୍ତୀ। ତ 2 ରହିଛି ଆଧୁନିକତାର ଆଦ୍ୟ ସୋପାନ, ସେଥିରେ ରହିଛି ସତ୍ୟବାଦୀ ଚେତନା 1910 1920। 3 ଅଛି ଆଧୁନିକତାର ଅନ୍ୟ ସୋପାନ, ସେଥିରେ ରହିଛି ସବୁଜ ଚେତନା 1921 35 ଭିତରେ। ଆଧୁନିକତାର 4 ରହିଛି ଆଧୁନିକତାର ବିକାଶ ପ୍ରସ୍ଥ, ସେଥିରେ ରହିଛି ପ୍ରଗତିବାଦୀ ଚେତନା, ଯାହାକି 1931 1947 ମଧ୍ୟରେ। ପୁଣି ସେହି ପ୍ରଗତିବାଦୀ ଚେତନା 2 ଭାଗରେ ବିଭକ୍ତ ବୋଲି ଜଣାପଡ଼ିଛି, ଯାହାକି ପ୍ରଥମ ପର୍ବ ଆଉ ଉତ୍ତର ପର୍ବ। 5 ରହିଛି ସ୍ୱାଧୀନତା ପରବର୍ତ୍ତୀ। ତ ସ୍ୱାଧୀନତା ପରବର୍ତ୍ତୀ 11ଟି ଭାଗରେ ବିଭକ୍ତ ବୋଲି ଜଣାପଡ଼ିଥାଏ। 1 ଓଡ଼ିଆ କବିତା, 2 ପ୍ରୟୋଗବାଦୀ ଧାରା, 3 ପ୍ରଗତିବାଦୀ କବିତାର ଧାରା, 4 ଉତ୍ତର ଆଧୁନିକ ଓଡ଼ିଆ କବିତା, 5 ଓଡ଼ିଆ ପ୍ରବନ୍ଧ ଓ ସମାଲୋଚନା, 6 ଓଡ଼ିଆ କଥା ସାହିତ୍ୟ, 7 ଓଡ଼ିଆ ନାଟକ, 8 ଭ୍ରମଣ ସାହିତ୍ୟ, 9 ଜୀବନୀ ସାହିତ୍ୟ, 10 ପ୍ରେସ ଓ ପତ୍ର ପତ୍ରିକା, 11 ଅନୁବାଦ ସାହିତ୍ୟ। ଆଲୋଚ୍ୟ ସାହିତ୍ୟ ଇତିହାସରୁ ସୁବିସ୍ତୃତ କଳେବର ମଧ୍ୟରେ ଓଡ଼ିଆ ଲୋକସାହିତ୍ୟ, ଯାହା ଏ ଜାତିର ଜୀବନ ସ୍ପନ୍ଦନ, ଅଭିଲେଖ ଭାଷାରେ ରୂପରେଖ ଦର୍ଶନ, ଉଭୟଟିର ଅଭାବ ବେଶ ପରିଲକ୍ଷିତ ହୋଇଥାଏ। 25 ଅଛି ସଦ୍ୟ ପ୍ରକାଶିତ ଡକ୍ଟର ପ୍ରେମାନନ୍ଦ ମହାପାତ୍ରଙ୍କ ଓଡ଼ିଆ ସାହିତ୍ୟର ଇତିହାସ। 1915 ଯୁଗ ବିଭାଜନ କ୍ରମରେ ନିମ୍ନମତେ ଯୁଗ ବିଭାଜନ କରାଯାଇଛି, ଯଥା 1 ପ୍ରାକ୍ ସାରଳା ସାହିତ୍ୟ ପଞ୍ଚଦଶ ଶତାବ୍ଦୀ ପୂର୍ବବର୍ତ୍ତୀ, 2 ସାରଳା ଯୁଗ ପଞ୍ଚଦଶ ଶତାବ୍ଦୀ, 3 ପଞ୍ଚସଖା ଯୁଗ ଷୋଡ଼ଶ ଶତାବ୍ଦୀ, 4 ରୀତିଯୁଗ ଖ୍ରୀଷ୍ଟାବ୍ଦ 1600 ଖ୍ରୀଷ୍ଟାବ୍ଦ 1850, 5 ନବଜାଗରଣ ପର୍ବ ଊନବିଂଶ ଶତାବ୍ଦୀର ଦ୍ୱିତୀୟ ପର୍ବ, 6 ସତ୍ୟବାଦୀ ସ୍କୁଲ ଖ୍ରୀଷ୍ଟାବ୍ଦ 1910 1921, 7 ସବୁଜ ଗୋଷ୍ଠୀ ଖ୍ରୀଷ୍ଟାବ୍ଦ 1921
1900 ପ୍ରଗତି ଧାରା ଖ୍ରୀଷ୍ଟାବ୍ଦ 1935ରୁ 1947 ନହେଲେ ଆଧୁନିକ ଯୁଗ ଖ୍ରୀଷ୍ଟାବ୍ଦ 1947ରୁ ଏପର୍ଯ୍ୟନ୍ତ। ଉପରୋକ୍ତ ଅନୁଶୀଳନ ଅନୁରୋଧରେ ଓଡ଼ିଆ ସାହିତ୍ୟ ଇତିହାସର ଯୁଗ ବିଭାଜନ କ୍ରମରେ ପ୍ରାୟତଃ ଖୁବ୍ କମ୍ ଭିନ୍ନତା ଦେଖିବାକୁ ମିଳିଥିଲେ ମଧ୍ୟ କେତେଜଣଙ୍କ ଚିନ୍ତାଧାରାରେ କିଛିଟା ନୂତନତର ଆଭାସ ପରିଲକ୍ଷିତ ହୋଇଥାଏ, ଯାହାକି ସ୍ୱାଗତଯୋଗ୍ୟ। ଆଗାମୀ ପିଢ଼ିର ଆଲୋଚକମାନେ ଏ ଦିଗରେ ନୂତନତ୍ୱ ତଥା ବିଜ୍ଞାନ ସିଦ୍ଧି ଅନୁଶୀଳନ କରି ଏହାର ଏକ ସର୍ବସମ୍ମତ ତଥ୍ୟ ସୁଚିନ୍ତିତ ବିଭାଜିତ ରୂପ ପ୍ରଦାନ କରିବେ ବୋଲି ଆଶା ଓ ବିଶ୍ୱାସ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିହାତି କରିଦିଅନ୍ତୁ।